ଯେତେ କ୍ଷୁଦ୍ର ଜମାକାରୀ ଥିଲେ ଆଉ କାହାକୁ ଆପ୍ଲାଏ କରିବାକୁ ପଡ଼ିବ ନାହିଁ। ତେଣୁ ଏଇଟା ଗୋଟେ ବହୁତ ବଡ଼ ପଦକ୍ଷେପ ସରକାର ନେଲେ। ମାନେ ବହୁତ ଲୋକଙ୍କ ପାଖରେ କାଗଜପତ୍ର ବି ନାହିଁ, କିଏ ହଜେଇ ଦେଇଛି, କିଏ ଆକାଉଣ୍ଟ ନମ୍ବର ନାହିଁ। ସମସ୍ତ ଜମାକାରୀ ମୁକ୍ତି ପାଇଲେ ଏବଂ ତାଙ୍କ ପଇସା ଫେରି ପାଇବେ। ଯେତେ କ୍ଷୁଦ୍ର ଜମାକାରୀ ଥିଲେ ଆଉ କାହାକୁ ଆପ୍ଲାଏ କରିବାକୁ ପଡ଼ିବ ନାହିଁ। ତେଣୁ ସରକାର ତାଙ୍କ ପଇସା ତାଙ୍କ ଆକାଉଣ୍ଟରେ ପଠାଇଦେବେ। ତେଣୁ ଏଇଟା ଗୋଟେ ବହୁତ ବଡ଼ ପଦକ୍ଷେପ ସରକାର ନେଲେ। ତେଣୁ ସାଧାରଣ ଲୋକଙ୍କ ପାଇଁ ଇଏ ବହୁତ ବଡ଼ ଖୁସିର ଖବର। ମାନେ ବହୁତ ଲୋକଙ୍କ ପାଖରେ କାଗଜପତ୍ର ବି ନାହିଁ, କିଏ ହଜେଇ ଦେଇଛି, କିଏ ଆକାଉଣ୍ଟ ନମ୍ବର ନାହିଁ। ତେଣୁ ସେ ଯେଉଁ ଅସୁବିଧା ହେଉଥିଲା ବର୍ତ୍ତମାନ ସେ ଅସୁବିଧାରୁ ସମସ୍ତ ଜମାକାରୀ ମୁକ୍ତି ପାଇଲେ ଏବଂ ତାଙ୍କ ପଇସା ଫେରି ପାଇବେ। ବର୍ତ୍ତମାନ କ୍ଷୁଦ୍ର ଜମାକାରୀ ପାଇବେ, ତା ସମୟରେ ୟାଙ୍କର ସରିଲେ ପୁଣି ତାଠୁ ଅଧିକା ଯେଉଁମାନେ ଅଧିକା ବଡ଼ ସବୁ ଡିପୋଜିଟ୍ କରିଛନ୍ତି ତାଙ୍କ କଥା ବିଚାର କରାଯିବ। ସରକାର ସବୁ ଦୃଷ୍ଟିରୁ ତୀକ୍ଷ୍ଣ ଦୃଷ୍ଟି ରଖୁଛନ୍ତି। ଏବେ ତ ସରକାର ତାଙ୍କର ଅନଲାଇନରେ କରନ୍ତୁ, ଅଫଲାଇନରେ କରନ୍ତୁ, ସେ କରିବେ, ତାଙ୍କର ଆଉ ଅସୁବିଧା କ'ଣ? ଆଉ ତ ଆପ୍ଲାଏ କରିବାକୁ ପଡ଼ିବନି। ରସିଦ ତ ଦରକାର ନାହିଁ। ଆଉ ତାଙ୍କର କ'ଣ ଦରକାର? ସରଳୀକରଣ କରାହେଇଛି, ଆହୁରି ଅଧିକା ଦରକାର ପଡ଼ିବ କରାଯିବ। ଲୋକଙ୍କୁ ଠକି ଠକି ଆସିଲେ ଟଙ୍କାଟିଏ ଦେଲେନି। ଭାରତୀୟ ଜନତା ପାର୍ଟି ଯେତେବେଳେ ଦେଉଛି 2 ବର୍ଷ ଭିତରେ ଜମା କରିକି ଦେବା ପାଇଁ ବର୍ତ୍ତମାନ ସବୁ କାମ ସରି ଆସିଲାଣି। ତେଣୁ ତାଙ୍କ ଦେହରେ ଯାଉନି, କାରଣ ଆମେ ଯେତେବେଳେ ନାଁ ନେଇଯିବୁ ତେଣୁ ସେ କହିବାର ସ୍ୱାଭାବିକ କଥା। ଶୁଖି ଯାଇଥିବ କି ପାଣି ରହୁନଥିବ, ଝର ଫିଟି ନଥିବ, ତାକୁ ସେମାନେ ଆପ୍ଲାଏ କଲା ପରେ ତାକୁ ଆମର ଏଗ୍ରିକଲଚର ଡିପାର୍ଟମେଣ୍ଟ ତର୍ଜମା କରି ଦରକାର ପଡ଼ିଲେ ତାକୁ ପୁନର୍ଜୀବିତ କରାଯିବ।